ରାତିରେ ଆରମ୍ଭ କରି ସକାଳେ ଖାଇଲୁ ନା ସକାଳେ ଆରମ୍ଭ କରିକି ରାତିରେ ଖାଇକି ଶୋଇ ପଡ଼ିଲୁ। ନାଇଁ ନାଇଁ ଚାଲନ୍ତୁ ଦେଖିବା ଆଜିର ଦିନଟି କେମିତି କଟିଛି। ଆଉ ଆଜି ଆମର ସକାଳୁ ହେଇଥିଲା ବରା ଛାଣିଥିଲି। ସକାଳୁ ମୁଁ କିଛି ବି ରାତିରୁ କିଛି ପ୍ରିପେୟାର କରିନଥିଲି, ସକାଳେ ବତୁରେଇଲି, ଉଠିଲା ପରେ ସାଙ୍ଗେ ସାଙ୍ଗେ ବାଟି ବତୁରେଇ ଦେଲି, ତାକୁ ବତୁରେଇକି ବାଟିକି ବରା କରିଦେଲି। ଆଉ କରିଥିଲି ଫ୍ରାଏ ରାଇସ୍ ମାନେ ଟମାଟୋ ରାଇସ୍ କରିଥିଲି। ରିହାନ୍ଟି ଗଲା ସ୍କୁଲ ଗଲା, ତାକୁ ଛାଡ଼ି ନେଲି ତ ସେଥିପାଇଁ ଫ୍ରାଏ ରାଇସ୍ କରିଦେଲି ଆଉ ବରା କରିଦେଲି। ବରା ତ ନେଲାନି, ବରା ହଜବେଣ୍ଡଙ୍କ ପାଇଁ, ଫ୍ରାଏ ରାଇସ୍ ମୋ ସଲ୍ଟ ଟିକେ ଡାଲିଦେବା, ତାପରେ ଏବେ ଟିକେ ହଳଦୀ ଟିକେ ଦେଇଦେବା, ତାପରେ କଭର୍ କରିଦେବା, ହେଇଯିବ ଆମର ଡାଲି। ଏଇଟା ଆଜି ହେଉଛି ହରଡ଼ ଡାଲି। ହଳଦୀ ଦେନ୍ କଭର୍ କରିଦେବା, ଟିକେ ଗୋଳେଇ ଦେବା। ଲାଗୁଛି ଟିକେ ଲୁଣ ପାଇବନି, ଟିକେ ଲୁଣ ଦେଇଦେବା। କଭର୍ କରିଦେବା, କରିକିନି ୟାକୁ ଗୋଟେ ସିଟି ଆଉ ଗୋଟେ ସିଟି ଆସିଲା ବେଳକୁ ବନ୍ଦ କରିଦେବା, ହେଇଯିବ ଆମର ହରଡ଼ ଡାଲି। ଟିକେ ଦହି ବାଇଗଣରେ ଟିକେ ଦହି ଦେଇଦେବା। ମୋ ପୁଅ ତ ଦହି ଟିକେ ଦେଲେ ଭାତ ଖାଇଦେବ। ମୋତେ ଦହି ପ୍ୟାକେଟ୍ଟା ଦିଅ, ମୁଁ ଖାଲି ଦହି ପିଉଥିବି। ଦହି ଦେଇଦେବା, ତାପରେ ଟିକେ ଲୁଣ ଦେଇଦେବା, ଜିରା ଲଙ୍କା ଗୁଣ୍ଡ ଟିକେ, ଗୋଲମରିଚ ଗୁଣ୍ଡ ଟିକେ, ଲୁଣ ଟିକେ ଦେଇଦେଲେ, ଗୋଲମରିଚ, ବ୍ଲାକ୍ ପେପର୍ ପାଉଡ଼ର ଟିକେ, ଆଉ ଏଇଟା ହେଉଛି ଖାଲି ଜିରା ଗୁଣ୍ଡ ଟିକେ। ଟିକେ ଗୋଳେଇଦେବା ଆଉ ଫୁଟଣ କରିଦେବା। ହେଇ ଫୁଟଣ, ପଞ୍ଚ ଫୁଟଣ ଆଉ ଭେରସୁଙ୍ଗା ପତ୍ର, ଆଉ ଲଙ୍କା ଫୁଟେଇଲେ ଫୁଟେଇବେ। ଆଉ ଆମ ପାଖରେ ଏନେ ଲଙ୍କା ନାହିଁ, ଲଙ୍କା ଦେଖୁଛି ଥିଲେ ଫୁଟେଇଦେବି। ଆଉ ଅଧିକା ତେଲ ଦେଇଦେବି, ତେଲ ଦେଇଦେବି। ଆଉ ତେଲଟା ଟିକେ ଇଆଡ଼କୁ ରଖିଦେଇକିନି ଆମେ ହେଇଗଲା ଆମର ଦହି ବାଇଗଣ। ତାହେଲେ ଶାଗ ବାଛିଦେବା। ଶାଗ ବାଛି ସାରିକି ଧୋଇଦେବା ଭଲସେ, 3ରୁ 4 ଥର ଖଣ୍ଡେ ଧୋଇଦେବା, ସବୁ ମାଟି ଫାଟି ଯେତେ ସବୁ ପରିଷ୍କାର ପଳେଇଯିବ। ତାପରେ ଶାଗ ଭାଜିଦେବା। ଶାଗ ହେଇସାରିଲା ପରେ ମୁଁ ଆଜି କରୁଛି ପୋଇ ଘାଣ୍ଟ, ପୋଇ ନାଡ଼ି, ଟମାଟୋ, ବାଇଗଣ, ଆଳୁ ଆଉ କଖାରୁ ଆଉ ଟିକେ ବୁଟ ଡାଲି, ବାସ୍ ସେତିକି କରିବି। ଆଉ ଟିକେ ମସଲା ଟିକେ ଥିଲା ସେଥିରେ କରିଦେବି। ଆଉ ପୋଇ ପତ୍ରଟା ଅଲଗା ରଖିଛି, ପରେ ପକେଇବି। ଆଉ ଏହାକୁ ଆମେ ଏବେ ତେଲ ପୋଇ ଘାଣ୍ଟ କରିବା ଯେମିତି ପୋଇ ଶାଗ, ଟିକେ ପଞ୍ଚ ଫୁଟଣ ଟିକେ ପକେଇଲେ ଟିକେ ଭଲ ଲାଗିବ। ଆଳୁ, ବାଇଗଣ, ଏଇଟା କ'ଣଟା ପୋଇ ନାଡ଼ି, ଡଙ୍କୁଡ଼ା, ଦେନ୍ ଏଇଟା ହେଉଛି ଟିକେ ବୁଟ ଡାଲି ବତୁରେଇ ଦେଇଛି। ଏଇଟା ହେଉଛି ଟମାଟୋ, ଆଉ ଟିକେ ପିଆଜ ଟିକେ ତାହେଲେ ଚଳିବ। ଆଉ ଏଥିରେ ଫୁଟଣଟା ଫୁଟେଇବାଟା ନିଶ୍ଚିନ୍ତ। ଫୁଟଣ ଫୁଟେଇ ସାରିଲା ପରେ ସାଙ୍ଗେ ସାଙ୍ଗେ ପିଆଜଟା ପକେଇଦେବେ। ପିଆଜ ପକେଇ ସାରିଲା ପରେ ପିଆଜଟା ନାଲି ହେଇଯିବ। ନାଲି ହେଇସାରିଲା ପରେ ଆମେ ଦେଇଦେବା ମସଲା। ଧୂଆଁରେ ବାବା ମସଲା ଟିକେ ଦେବାକୁ ପଡ଼ିବ। ଦେଖନ୍ତୁ ମସଲା ଟିକେ ହେଇଗଲା। ମସଲା ଟିକେ ହେଇସାରିଲା ପରେ ଆମେ ଏଇ ଟମାଟୋଟାକୁ ଦେଇଦେବା। ଟମାଟୋ ଦେଇଦେବା। ଟମାଟୋଟା ଟିକେ ପ୍ରେସର୍ କୁକର୍ କରିବାର ଖାସିୟତ ଅଛି, ଜଲ୍ଦି ସବୁ ଜିନିଷ ଜଲ୍ଦି ହେଇକି ସିଟି ମାରିଦେବା, ଜଲ୍ଦି ହେଇଯିବ। କଷି କଷି ବସେଇଦେଲେ ହେଇଗଲା। ସେଥିପାଇଁ ପ୍ରେସର୍ କୁକର୍ରେ ସବୁ ଜିନିଷ କରୁଛି, ଜଲ୍ଦି ଟିକେ ହେଇଯିବ। ଟମାଟୋଟା ହେଇଗଲାଣି। ଆଉ ଟିକେ ହଳଦୀ ଟିକେ ଦେଇଦେବା, ଆଉ ଟିକେ ସବ୍ଜି ମସଲା, ଆମେ ତ ଆଉ ନନଭେଜ୍ ଖାଉନୁ, ସେଥିପାଇଁ ସବ୍ଜି ମସଲା ଦେଇ ଦିଆହେଲା। ସବ୍ଜି ମସଲା ଦେଇକି ଭଲ ଭାବରେ ଗୋଳେଇ ଦିଆହେବ। ଟିକେ ମସଲା କଷି ହେଇଗଲା। ମସଲା କଷି ହେଇସାରିଲା ପରେ ବୁଟ ଡାଲିକି ଦେଇଦେବା। ବୁଟ ଡାଲି ଟିକେ କଷି ହେଇସାରିଲା ପରେ ଆମର ଯେତେ ସବୁ ଥିବ ଭେଜିଟେବୁଲ୍ ତାକୁ ପକାଇଦେବା। ଟିକେ ଭଲ ଭାବରେ ଟିକେ କଷିଦେବା। ମୋ ଡଙ୍କିଟା ଧରିଛି ବୋଲି ଭଲ ହେଉନି, କିନ୍ତୁ ଡଙ୍କିଟାରେ ହିଁ ଭଲ ହେବ। ଆଡ଼ଜଷ୍ଟ କରିଦେବା ସବୁଥିରେ। ଟିକେ କଷି ହେଇଗଲାଣି, ଭଲ ଭାବରେ ଟିକେ କଷିଦେବା। ଭଲ ଭାବରେ ଟିକେ କଷି ସାରିଲା ପରେ ତାପରେ ଲାଷ୍ଟରେ ଟିକେ ସିଝିବା 90% ସିଝି ସାରିଲା ପରେ ସବ୍ଜି ୟାକୁ ପୋଇ ପତ୍ରକୁ ପକାଇଦେବା। ଆମର ହେଇଯିବ ପୋଇ ଘାଣ୍ଟ। ଆମର
सब्जी सबू सीझीगलानी आ टिके सीझार अच्छे एवं पकईदबा पुई पत्रटा को कारण पुई पत्रटा शीघ्र मेल्ट जाए ना जल्दी पत्रटा शीघ्र केते समय लगे सीझापी या पकईदे या पकईदे कि गोटे पुणी सीटी देदबा हो शीघ्र आमर सीझीगला पत्रटा पुई पत्रटा को देदेले पुई पत्रटा पूरा सीझी सारापर हो आमर पुई घाट गोलई देवा चारिआडे मिसीज घोड़े देवा जल्दी टिके सीझीज घोड़े देवा कौन मुझे गोटे पूरा सीटी लगे दूसरी पूरा सागे सागे 2 मिनट एपटे मोर शाग भी अलरेडी हो सारा शाग धोई कि बाछिकी शाग पूरा काटिकी सब हो सारा अलरेडी हो सारा ये मुझे लुण चीनी आ लंका दे देछे धनिया पत्र जानी पारुथे तो मुझे आज कौन करके चाहूँगी कईथ चटणी कईथटा को पकईदबा ए पकईदबा धनिया पत्र पकईदबा आ ग्राइंडिंग करदबा आउ मु रखी शिल हेल्ले पाटी पाए तो धोईकिन एत कला बेलू मोर टाइम नहीं ग्राइंडिंग पूरा पेस्ट करदबा जल्दी सरीज देदेली कभर करदबा कभर करके देखा मोर कईथ चटणी कईथ धनिया पत्र चटणी रेडी हो एपटे भी पुई घंट भी रेडी हो गला आमर सब रेडी हो सारा चलो एपटे सब सब क्लीन करदबा आ देखा एकदम क्लीन करदेली आउ एका सांगे मुझे देखा आज कौन कौन रोषे कर आमर भातटा गरम भात हरड़ डाली यहाँ हूँ पोई घंट यहाँ हूँ आमर शाग यहाँ हूँ दही बैगण आज आमर 1 2 3 4 चटनी मुझे साइड रखी देखा भूली जाए कौटे रखी एटा झरका बंद करदबा काचटा एपट सेपट काचटा बंद करदबा हमारा रेडी हो गला ऊपर थोदेली मु थाली सजेकी आपण मानक देखाऊची अधा खाई सारे मोर ए मन पड़े कईथ चटनी कर नेपी खाइबी आ कईथ चटनी करी नहीं खाइबी बोली खाई सारे उठे पापा आटे भात अच्छे पुई तरकारी तो खाई सारे कईथ चटनी सागर डाली भात खाईदेवी आ पुई तरकारीटा बढ़िया लगुच पुई घंटटा आउटे आनी पकईली उठिके कईथ चटनी वाओ बढ़िया लगुच कईथ चटनीटा और किसी दरकार नहीं कईथ चटनी सागर भात ही खाईदेव ओके मु खाईदे आपण मैंने खाई दिंतु बाय आ संध्या हो सारा एवं करदे आम ग्रीन मटर आनी केजीटा ताको छड़ेदेवा इे मु आज कौन कर मन पड़े मेथी साग को बाछिकी आपको भल भाव धोई देकी भल भाव पूरा काटी से पकईदबा हलदी लुण आदा रसुण पेस्ट ये सब पकईकी चकटी देवा भल से चकटी सारापर देदेबा अटा अटा देदेबा अटा भल भाव कितु पानी देवेनि पानी से पत्रटा धुआई ना आउटे हाँ हेंगु टे पकेबार थिला पतरा धुआई ना से पानी ऑटोमेटिक बाहर एमती भी शागटा ना से पानी बाहर फास्ट चकटिया जो दरकार हम पर जाकि पानी देवे आ भल भाव से चकटी देवा चकटिकी भी या परोठा करदे आड़े मटर तरकारी भी बसई देती मटर तरकारी हो सारापर देखिए कौन हो खाଇବା आ
ଆମେ ଗୋଲ ଗୋଲ ପରଟା ବେଲି ଦେଲେ ବେଲି ସାରିଲା ପରେ ଆକୁ ଘିଅରେ ପୁରା ଭଲ ଭାବରେ ସେକିଦେବା। ଘିଅ ଲଗେଇକିନି ସେକିଲେ ହିଁ ଭଲ ଲାଗିବ। ତେଲଟା କ'ଣ ତେଲରେ ଖାଇଲେ କୋଲେଷ୍ଟ୍ରଲ୍ ବଢ଼ିବ ବେଶୀ, ଏଇଥିପାଇଁ ଘିଅରେ ସେକିଲେ ଭଲ ହେଲ୍ଦି ଖାଇବା। ଏଇଟା ଗୋଟେ ଟ୍ରାଙ୍ଗେ ଯେଉଁ କ'ଣ ସ୍କୋୟାର ସେପ୍ରେ ବେଲିଛି, ଏଇଟା ଗୋଟେ ସାର୍କେଲ୍ ସେପ୍ରେ ବେଲିଛି। ଏମିତିକା ରୁଟି ଯେମିତି ଯାହାର ଇଚ୍ଛା ଯେମିତି ସେମିତି ବେଲିକିନି ରୁଟି ଖାଇବ ଆଉ ଇଆଡ଼େ ମୋର ପରଟା କରୁଥିବା ଟାଇମ୍ରେ ବି ଲାଇନ୍ ବି କରେଣ୍ଟ ବି ପଳେଇ ଯାଇଥିଲା। ଆଉ ମୋ ଭଏସ୍ଟାକୁ ଟିକେ ଇଗ୍ନୋର କରିବେ, ମୋତେ ପୁରା ଥଣ୍ଡା ବହୁତ ଜୋରସେ ହେଇଯାଇଛି। କହୁଥିଲି ନା କରେଣ୍ଟ ଯାଇଛି ଭାରି ବୋଲି ଟର୍ଚ୍ଚ ଲଗେଇକି ମୁଁ ରୋଷେଇ କରୁଛି। ଇଆଡ଼େ ଥରେ ଥରେ ସେମିତି ଯାଏ ଭାରି କରେଣ୍ଟ ଆଉ ଠିକ୍ ଅଛି, ଆଡ଼ଜଷ୍ଟ କରିଦେବା, ରୋଷେଇ ତ କରିବାକୁ ପଡ଼ିବ ନା। ଆଉ ଏଇଟା କରେଣ୍ଟ ଯାଇଥିଲା, କରେଣ୍ଟ ଆସିଲା ପରେ ମୋ ପୁଅର ବାହୁବଳୀ ରୁଲ୍ ଟିକେ ଦେଖିଦିଅନ୍ତୁ। ତା ବୁଲେଟ୍ ଗାଡ଼ିକୁ ପୁରା ଉଠେଇକି ଆଣି ପକାଉଛି। ଉଠେଇ ଦେଇଥିଲି ବଡ଼ି ଯାଇଥିଲା। ଏତେ ରୋଷେଇ କରିଥିଲି ମନ ପାଇଲାନି, ପୁଣି ଆମ ସାର୍ ଆସି କହିଲେ ଯେ ଚାଲ ସୋୟାବିନ୍ ତରକାରୀ କର। ପୁଣି ପାମ୍ପଡ଼ ଛାଣିଲେନି, ଏଡ଼େ କ'ଣ କରେ ମସଲା ପାମ୍ପଡ଼। ଆଉ ଏତକ ସବୁ କରିସାରିଲା ପରେ ପୁଣି ଗ୍ୟାସ୍ ପୋଛା ସରିଲା। ସକାଳର ଡାଲି ବଳିଥିଲା, ସକାଳକୁ ବେଳାର ଡାଲି ବଳିଥିଲା, ତାକୁ ଗରମ କରିଦିଆହେଲା। ପୁଣି ଏଡ଼େ ଗ୍ୟାସ୍ ପୋଛାପୋଛି କରିସାରିଲିଣି। ଏଡ଼େ ଆମ ସାର୍ ସଜେଇଛନ୍ତି ମସଲା ପାମ୍ପଡ଼, ଆଉ ମସଲା ପାମ୍ପଡ଼ ସଜେଇ ସାରୁଛନ୍ତି, ଆମକୁ ସମସ୍ତଙ୍କୁ ଗୋଟେ ଗୋଟେ ଦେଉଛନ୍ତି। ଆମେ ଖାଇଦେଲୁ, କିନ୍ତୁ ବହୁତ ବଢ଼ିଆ ଲାଗିଲା, ଖାଇଦେଲୁ। ତାପରେ ଖାଇ ମାମା ବନେଇଥିଲେ, ମୁଁ ଗୋଟେ ମାମା ବନେଇଥିଲେ, ମୁଁ ଖାଇ ଦେଇଥିଲି ପୁରା ସବୁ ଫିନିଶ୍ ହେଇଯାଇଥିଲା ମୋର। ହଁ ବଢ଼ିଆ ଲାଗିଲା, ବଢ଼ିଆ ଲାଗିଲା। ଲାଇକ୍ କର, କମେଣ୍ଟ କର, ସବସ୍କ୍ରାଇବ୍ କର। ମୁଁ ଉଠେଇ ଦେଇଥିଲି ବଢ଼ିଥାଉ ମୋ ପାଖରେ ଏମିତି। ସମସ୍ତେ ଖାଇବେ ଭାତ ଡାଲି ତରକାରୀ, କିନ୍ତୁ ମୋତେ ଖାଲି ଭଲ ଲାଗେ ମେଥି ପରଟାକୁ ଟିକେ ଆଚାର, ସବୁ ଅଛି, ସବଜି ଅଛି। ଏତେ ସବଜି ଆଉ କିଏ ଖାଇବ? ମୁଁ ଆଉ କିଛି ଖାଇବିନି, ଖାଲି ପରଟାକୁ ଆଚାର ଖାଇବି। ଆଉ ଆମର ସମସ୍ତଙ୍କର ଖାଇବା ସରିଗଲା। ଆଉ ଖାଇବା ସରି ସାରିଲା ପରେ ମୋ ପୁଅ କେତେ କାମ କରିଦେଉଛି ମୋତେ, ସେ ପୋଛା ଆଣିକିନି ପୋଛି ଦେଉଛି। ଆଉ ଆମର ଭିଡ଼ିଓଟି ଯଦି ଭଲ ଲାଗିଥିବ ତାହେଲେ ଲାଇକ୍, ସେୟାର, ସବସ୍କ୍ରାଇବ୍, କମେଣ୍ଟ ମାଧ୍ୟମରେ କୁହନ୍ତୁ କେମିତି ଲାଗିଲା। ଥ୍ୟାଙ୍କ ୟୁ।